ପିଲାମାନେ ଆଜି ଆମେ ଅଷ୍ଟମ ଶ୍ରେଣୀ ସଂସ୍କୃତ ତୃତୀୟ ଭାଷା ବହିର ନାଁ ତୁମେ ଜାଣିଛ ସଂସ୍କୃତ କଳିକା। ଏଥିରେ ଥିବା ପଞ୍ଚମ ପାଠ ଗଦ୍ୟ ଉତ୍କଳମଣି ହିଁ ଗୋପବନ୍ଧୁ ଏହି ବିଷୟରେ ଆମେ ଅଧ୍ୟୟନ କରିବା। ଆମେ ପୂର୍ବ ପିରିୟଡ଼ରେ ଏ ବିଷୟରେ କିଛି ପଢ଼ିଥିଲେ ଯେ ଗୋପବନ୍ଧୁଙ୍କର ଜଣେ ସାଙ୍ଗ ହରିହର ଦାସ ସେ ସମସ୍ତ ସତ୍ୟବାଦୀ ବନ ବିଦ୍ୟାଳୟର ଅଧ୍ୟାପକମାନଙ୍କୁ ବା ମିତ୍ରମାନଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥିଲେ ଏବଂ ସେଠି ସମସ୍ତେ ଖାଇବା ସମୟରେ ଜଣେ ବ୍ୟକ୍ତି ଯିଏକି ବୁଭୁକ୍ଷିତ ଭୋକିଲା ଆସି ପହଞ୍ଚିଥିଲେ ଏବଂ ତାପରେ କ'ଣ ହେଲା ଆମେ ପଢ଼ିବା। ତାହେଲେ ସେଇଟାକୁ ଆଉ ଥରେ ରିଡ଼ିଂ କରିଦେବା, ତାପରେ ଆମେ ପୁଣି ପଢ଼ିବା ଆଗକୁ କ'ଣ ଅଛି। ଏକଦା ଆଚାର୍ଯ୍ୟ ହରିହର ଦାସः ସତ୍ୟବାଦୀ ବନବିଦ୍ୟାଳୟस्य ସର୍ବାନ୍ ଅଧ୍ୟାପକାନ୍ ଭୋଜନାୟ ଆମନ୍ତ୍ରିତବାନ୍। ତାହେଲେ ଥରେ ଆଚାର୍ଯ୍ୟ ହରିହର ଦାସ ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଅଧ୍ୟାପକ, ସେ ସମସ୍ତ ଅଧ୍ୟାପକମାନଙ୍କୁ ଘରକୁ ଭୋଜନ ପାଇଁ ବା ଖାଇବା ପାଇଁ ଆମନ୍ତ୍ରଣ କରିଥିଲେ। ଆମନ୍ତ୍ରିତାଃ ସର୍ବେ ଅତିଥୟଃ ହସ୍ତପାଦଂ କ୍ଷାଳୟିତ୍ୱା ଆସନେଷୁ ଉପବିଷ୍ଟବନ୍ତଃ। ତାହେଲେ ଆମନ୍ତ୍ରିତ ହୋଇଥିବା ସମସ୍ତ ଅତିଥିମାନେ ହସ୍ତପାଦଂ କ୍ଷାଳୟିତ୍ୱା ହାତ ଓ ପାଦକୁ ଧୋଇ ଆସନରେ ବସିଲେ। ବହୁନି ସୁସ୍ୱାଦୁନି ବ୍ୟଞ୍ଜନାନି କଦଳୀପତ୍ରେଷୁ ପରିବେଶିତାନି। ତାହେଲେ ବହୁତ ସୁନ୍ଦର ସୁସ୍ୱାଦିଷ୍ଟ ଭୋଜନ କଦଳୀ ପତ୍ରରେ ପରିବେଷଣ କରାଯାଇଥିଲା। ହସନ୍ ଗୋପବନ୍ଧୁ ରବଦତ୍, ହସିକିରି ଗୋପବନ୍ଧୁ କହିଲେ, ଅରେ ଭୋଜନସ୍ୟାତି ଦୌର୍ଲଭମ୍ ଜୀବନାୟ ସୁଖପ୍ରଦମ୍ ତଦର୍ଥମ୍ ଭୋଜନମ୍ କୁର୍ଯ୍ୟାଃ ମା ଶରୀରେ ଦୟାମ୍ କୁରୁ। ତେଣୁ ଭୋଜନ ଅତି ଦୁର୍ଲଭ ଅଟେ, ସବୁବେଳେ ମିଳେ ନାହିଁ, କିନ୍ତୁ ଜୀବନ ପାଇଁ ଏହା ସୁଖପ୍ରଦ ଅଟେ। ସେଥିପାଇଁ ଭୋଜନ କରିବା ଉଚିତ, ଶରୀରକୁ କଷ୍ଟ ଦେବା ନାହିଁ। ଏଇ କଥା ଶୁଣି ଏତତ୍ ଯୁକ୍ତ ଶ୍ରୁତ୍ୱା ଏହା ଶୁଣି ସର୍ବେ ଉଚ୍ଚୈଃ ହସିତବନ୍ତଃ ସମସ୍ତେ ଜୋରରେ ହସିବାକୁ ଲାଗିଲେ। ହସିତବନ୍ତଃ ହସ୍ ଯୁକ୍ତ ତବତୁ। ତଦାନୀମେବ ତଦାନୀମ୍ ଯୁକ୍ତ ଏବ ତଦାନୀମ୍ କହିଲେ ସେହି ସମୟରେ, ଏବ ମାନେ ହିଁ, ବହିଃ ବହି କହିଲେ ବାହାରୁ, କଶ୍ଚନ କରୁଣ ଧ୍ୱନି ହିଁ ଗୋପବନ୍ଧୋଃ କର୍ଣ୍ଣେ ଅଗୁଞ୍ଜତ୍। ସେହି ସମୟରେ ବାହାରୁ କୌଣସି ଗୋଟିଏ କରୁଣ ଧ୍ୱନି ଦୁଃଖଦ ସ୍ୱର ଗୋପବନ୍ଧୁଙ୍କ କାନରେ ଗୁଞ୍ଜନ କଲା, ଗୋପବନ୍ଧୁକୁ ଶୁଣାଗଲା। କ'ଣ ସେ ସ୍ୱର ଥିଲା? ମାତଃ ମାତଃ ବୁଭୁକ୍ଷିତୋऽସ୍ମି କୃପୟା କିଞ୍ଚିତ୍ ଭୋଜନମ୍ ଦେହି ଦିନତ୍ରୟମ୍ କିମପି ନ ଭୁକ୍ତବାନ୍ ଭୋଜନମ୍ ଦେହି ମାତଃ ଭୋଜନମ୍ ଦେହି ଇତି କ୍ରନ୍ଦନଧ୍ୱନିଂ ଶ୍ରୁତ୍ୱୈବ ଦୟାବିଗଳିତ ହୃଦୟ ଗୋପବନ୍ଧୁଃ ଅଶ୍ରୁପୂର୍ଣ୍ଣ ନୟନୋ ଅଭବତ୍ କିମପି ଅବିଚିନ୍ତ୍ୟ ଝଟିତି ସ୍ୱପତ୍ରେ ପରିବେଶିତମ୍ ଭୋଜନମ୍ ହସ୍ତେ ଗୃହୀତ୍ୱା ବହିରାଗତବାନ୍ ଭିକ୍ଷୁକାୟ ଚ ଦତ୍ତବାନ୍। ବୁଝିପାରୁଛ? ତାହେଲେ ଭିକ୍ଷୁକଟି କ'ଣ କହୁଥିଲା? ମାତଃ ମାତଃ ହେଲା ସମ୍ବୋଧନେ ପ୍ରଥମା, ହେ ମା, ବୁଭୁକ୍ଷିତଃ ଯୁକ୍ତ ଅସ୍ମି ମୁଁ ଭୋକିଲା ଅଟେ। ବୁଭୁକ୍ଷିତଃ ଭୋକ୍ତୁମ୍ ଇଚ୍ଛା, ବୁଭୁକ୍ଷା ଶବ୍ଦର ପଞ୍ଚମ ବିଭକ୍ତି ହେଇଛି ବୁଭୁକ୍ଷିତଃ, ଅସ୍ମି ଅଟେ, ଅର୍ଥାତ୍ ମୁଁ ଭୋକିଲା ଅଟେ। କୃପୟା କିଞ୍ଚିତ୍ ଭୋଜନମ୍ ଦେହି, କିଞ୍ଚିତ୍ ପିଲାମାନେ ସନ୍ଧି ବିଚ୍ଛେଦ କଲେ ହେବ କିମ୍ ଯୁକ୍ତ ଚିତ୍, ଦୟାକରି କିଛି ଭୋଜନ ଦିଅ। ଦିନତ୍ରୟମ୍ କିମପି ନ ଭୁକ୍ତବାନ୍ 3 ଦିନ ହେଲା କିଛି ହେଲେ ମୁଁ ଖାଇ ନାହିଁ। କିମପି କିମ୍ ଯୁକ୍ତ ଅପି, ଭୁକ୍ତବାନ୍ ଭୁଜ୍ ଯୁକ୍ତ ତବତୁ। ତାହେଲେ 3 ଦିନ ହେଲା ମୁଁ କିଛି ଖାଇ ନାହିଁ। ଭୋଜନମ୍ ଦେହି ଅର୍ଥାତ୍ ଭୋଜନ ଦିଅ ମା।
ଭୋଜନମ୍ ଦେହି ଅର୍ଥାତ୍ କାନ୍ଦୁଥିଲା ସେ। ଇତି କ୍ରନ୍ଦନ ଧ୍ୱନିଂ ଶ୍ରୁତ୍ୱୈବ ସନ୍ଧି ବିଚ୍ଛେଦ କରିଦେବା। ଶ୍ରୁତ୍ୱା ଯୁକ୍ତ ଏବ ଶ୍ରୁତ୍ୱୈବ ଏହି କ୍ରନ୍ଦନ ଧ୍ୱନି କି ଶୁଣି ଦୟା ବିଗଳିତ ହୃଦୟ ହେଲା, ଦୟାରେ ବିଗଳିତ ହୋଇ ତରଳ ଯାଇଥିବା ହୃଦୟ ଗୋପବନ୍ଧୁ ଅଶ୍ରୁପୂର୍ଣ୍ଣ ନୟନ ଅଭବତ୍ ହେଲା, ତାଙ୍କ ଆଖିରେ ଲୋତକ ଭରିଗଲା, କାନ୍ଦି ପକାଇଲେ ସେ। କିମପି ଅବିଚିନ୍ତ୍ୟ କିଛି ହେଲେ ଚିନ୍ତା ନ କରି ଝଟିତି କହିଲେ ଶୀଘ୍ର, କିଛି ହେଲେ ଚିନ୍ତା ନ କରି ଶୀଘ୍ର ସ୍ୱପତ୍ରେ ପରିବେଶିତମ୍ ଭୋଜନମ୍ ହସ୍ତେ ଗୃହୀତ୍ୱା ବହିରାଗତବାନ୍, ନିଜ ପତ୍ରରେ ପରିବେଶିତ ହୋଇଥିବା ଅର୍ଥାତ୍ ମାନେ ଦିଆଯାଇଥିବା ଭୋଜନକୁ ହାତରେ ଧରି ବାହାରକୁ ଗଲେ। ବହି ଯୁକ୍ତ ଆଗତବାନ୍, ବାହାରକୁ ଆସିଲେ। ଭିକ୍ଷୁକାୟ ଚ ଦତ୍ତବାନ୍, ଏବଂ ଭିକାରୀକୁ କଣ କଲେ? ଦେଲେ। ହେଲା, ସମସ୍ତେ ତ ଶୁଣୁଥିଲେ, କିନ୍ତୁ ଗୋପବନ୍ଧୁ କଣ ସେତିକି ଦୟାଳୁ ଥିଲେ ଯିଏକି ତେଣୁ ଗୋପବନ୍ଧୁ ଶୁଣିଲା ମାତ୍ରେ ନିଜ ପତ୍ରର ଖାଦ୍ୟ ବା ଭୋଜନ ଆଣିକି ଭିକାରୀକୁ ଦେଇଦେଲେ। ଅସୌ ମହାନ୍ ସମାଜ ସେବକ ଆସିତ୍ ଗୋପବନ୍ଧୁ ଦାସ। ଏଇ ଯୋଉ ସମାଜ ସେବକ, ମହାନ୍ ସମାଜ ସେବକ, ଇଏ ଥିଲେ କିଏ? ଗୋପବନ୍ଧୁ ଦାସ। ଅସୌ ସତ୍ୟବାଦୀ ବନବିଦ୍ୟାଳୟସ୍ୟ ଶିକ୍ଷକେଷୁ, ଇଏ ସତ୍ୟବାଦୀ ବନବିଦ୍ୟାଳୟରେ ଥିବା ଶିକ୍ଷକ ମାନଙ୍କ ଭିତରେ ପଞ୍ଚମିତ୍ରେଷୁ, ଯୋଉ 5 ଜଣ ଥିଲେ ପ୍ରସିଦ୍ଧେଷୁ ପଞ୍ଚମିତ୍ରେଷୁ, ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରସିଦ୍ଧ ଶିକ୍ଷକ ଯୋଉ 5 ଜଣ ଥିଲେ ସେମାନଙ୍କ ଭିତରୁ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ଆସିତ୍। ହେଲା, ସେମାନଙ୍କ ଭିତରେ ଇଏ ଥିଲେ ଜଣେ ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ। ଚାଷିତ୍ ସନ୍ଧି ବିଚ୍ଛେଦ କଲେ ହବ ଚ ଯୁକ୍ତ ଆସିତ୍। ଓଡ଼ିଶା ରାଜ୍ୟସ୍ୟ ପୁରୀ ଜନପଦସ୍ୟ ସାକ୍ଷୀଗୋପାଳ ସମୀପେ ସୁଆଣ୍ଡ ଗ୍ରାମେ ଜନ୍ମ ଲବ୍ଧବାନ୍। ତାହେଲେ ଓଡ଼ିଶା ରାଜ୍ୟର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସମୀପରେ ଥିବା ସୁଆଣ୍ଡ ଗ୍ରାମରେ ସେ ଜନ୍ମ ଲାଭ କରିଥିଲେ। ଲବ୍ଧବାନ୍, ଲବ୍ଧ ଯୁକ୍ତ ତବତୁ। ଅଧ୍ୟୟନ କାଳାଦେବ ସନ୍ଧି ବିଚ୍ଛେଦ କରିଦେବା। ଅଧ୍ୟୟନ କାଳାତ୍ ଯୁକ୍ତ ଏବ, ତାହେଲେ ପଢିବା ସମୟରୁ ହିଁ ସହ ଦରିଦ୍ରାଣାମ୍ ରୋଗୀଣାମ୍ ଚ ସେବାମ୍ ଅକରତ୍, ପଢିବା ସମୟରୁ ହିଁ, ଛାତ୍ରାବସ୍ଥାରୁ ହିଁ ସେ ଦରିଦ୍ର ମାନଙ୍କର ଏବଂ ରୋଗୀ ମାନଙ୍କର ସେବା କରୁଥିଲେ। ସତ୍ୟବାଦୀ ବନବିଦ୍ୟାଳୟ, ସତ୍ୟବାଦୀ ବନବିଦ୍ୟାଳୟରେ ସ୍ଥାନାଧିକରଣ ସପ୍ତମୀ। ସହ ଛାତ୍ରାନ୍, ସେ ଏଠି ବିସର୍ଗ ନାହିଁ, ସନ୍ଧି ବିଚ୍ଛେଦ କରିବା। ସହ ଯୁକ୍ତ ଛାତ୍ରାନ୍, ସେ ଛାତ୍ରମାନଙ୍କୁ ନିଃଶୁକ୍ଳମ୍, ହେଲା, କୌଣସି ପଇସା ନ ନେଇ, ଅପାଠୟତ୍, ପଢାଉଥିଲେ, କୌଣସି ଦରମା ପିଲାମାନଙ୍କ ଠାରୁ ନ ନେଇକିରି ପଢାଉଥିଲେ। ନିରକ୍ଷରତା ଦୂରୀକରଣାୟ, ହେଲା, ନିରକ୍ଷରକୁ ଦୂର କରିବା ପାଇଁ। ସହ ସତତମ୍ ଯତତେ ସ୍ମ, ସେ ସଦାସର୍ବଦା ଯତ୍ନ କରୁଥିଲେ, ଚେଷ୍ଟା କରୁଥିଲେ। କାର୍ପସ୍ୟ ବସ୍ତ୍ର ନିର୍ମାଣୟ, ହେଲା, କପା ବସ୍ତ୍ର ନିର୍ମାଣ କରିବା ପାଇଁ। ସହ ସ୍ୱୟମେବ, ସ୍ୱୟଂ ଯୁକ୍ତ ଏବ, ସେ ନିଜେ ହିଁ ସୂତ୍ର ପ୍ରସ୍ତୁତି ମକରତ୍, ସୂତା ପ୍ରସ୍ତୁତ କରୁଥିଲେ। ହେଲା, ଜନ୍ମଭୂମେଃ ଦୁର୍ଦ୍ଦଶାମ୍ ଅବଲୋକ୍ୟ, ଜନ୍ମଭୂମିର ଦୁଃଖ ବା ଦୁର୍ଦ୍ଦଶାକୁ ଦେଖି ସହ ସର୍ବଦା ଚିନ୍ତାକୁଳ ଭବତି ସ୍ମ, ସେ ସଦା ସର୍ବଦା କଣ ରହୁଥିଲେ? ଚିନ୍ତିତ ରହୁଥିଲେ ଜନ୍ମଭୂମିର ଦୁଃଖ ଦେଖିକି। ତେଣୁ ମହାତ୍ମା ଗାନ୍ଧେଃ ପ୍ରେରଣୟା, ମହାତ୍ମା ଗାନ୍ଧୀଙ୍କର କଣ ପ୍ରେରଣାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନେ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଗୋପବନ୍ଧୁ ଅଂଶଗ୍ରହଣ କୃତବାନ୍, ଯେହେତୁ ସେ ନିଜ ଦେଶ ପାଇଁ ସଦାସର୍ବଦା ଚିନ୍ତିତ ଥିଲେ, ତେଣୁ ମହାତ୍ମା ଗାନ୍ଧୀଙ୍କର ଯୋଉ ପ୍ରେରଣାରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ। ସହ ବର୍ଷଦ୍ୱୟମ୍ ଯାବତ୍ କାରାବାସମ୍ ପ୍ରାପ୍ତବାନ୍, ତେଣୁ ସେଇ ଆନ୍ଦୋଳନରେ ଯୋଗ ଦେଇ 2 ବର୍ଷ ପର୍ଯ୍ୟନ୍ତ ସେ କାରାବାସ ବା ଜେଲ୍ ରେ ରହିଥିଲେ।
ହେଲା ପ୍ରାପ୍ତବାନ ପ୍ର ଯୁକ୍ତ ଆପ୍ ଯୁକ୍ତ ତବତୁ କାରାଗାରେ କାର ଯୁକ୍ତ ଆଗାରେ ଅର୍ଥାତ୍ କାରାଗାରରେ ନିବସନ ବାସ କଲା ବେଳେ ନି ଯୁକ୍ତ ବସ୍ ଯୁକ୍ତ ଶତ୍ରୁ ସହ ଅର୍ଥାତ୍ ସେ ବନ୍ଦୀର ଆତ୍ମକଥା କାରା କବିତା ଧର୍ମପଦ ଗୋମହାତ୍ମ୍ୟ ନଚିକେତା ଉପାଖ୍ୟାନ ଇତ୍ୟାଦିନି ବହୁ ପ୍ରେରଣାଦାୟିନୀ ପୁସ୍ତକାନି ଓଡ଼ିଆ ଭାଷୟା ବିରଚିତବାନ। ହେଲା ତାହେଲେ ବନ୍ଦୀ ସମୟରେ ସେ କାରାଗାରରେ ଥିବା ସମୟରେ କାରା କବିତା ବନ୍ଦୀର ଆତ୍ମକଥା ଧର୍ମପଦ ଗୋମହାତ୍ମ୍ୟ ନଚିକେତା ଉପାଖ୍ୟାନ ଇତ୍ୟାଦି ଅନେକ ପ୍ରେରଣାଦାୟକ ପୁସ୍ତକ ଓଡ଼ିଆ ଭାଷାରେ ହିଁ ରଚନା କରିଥିଲେ। ସର୍ବଦା ସବୁବେଳେ ସ୍ୱଦେଶସ୍ୟ ଯୁକ୍ତ ଏବ ସବୁବେଳେ ନିଜ ଦେଶର ହିଁ ବସ୍ତ୍ରାଣାମ ବସ୍ତୁନାମ ଚ ଉପଯୋଗମ କୃତବାନ ନିଜ ଦେଶର ଲୁଗା ଆଉ ବସ୍ତୁ ପ୍ରଭୃତିକୁ ବ୍ୟବହାର କରୁଥିଲେ। ଅନ୍ୟ ଦେଶର ଲୁଗା ବା ବସ୍ତୁକୁ ସେ ବ୍ୟବହାର କରୁ ନଥିଲେ। ମରଣାସନ୍ନମ ସ୍ୱପୁତ୍ରମ ଅପି ମରଣ ଯୁକ୍ତ ଆସନ୍ନମ ଅର୍ଥାତ୍ ମରିବାକୁ ଯାଉଥିବା ସ୍ୱପୁତ୍ରମ ଅପି ମୃତ୍ୟୁ ମୁଖରେ ପଡ଼ିଥିବା ନିଜ ପୁଅକୁ ମଧ୍ୟ ବିହାୟ ବି ଯୁକ୍ତ ହା ଯୁକ୍ତ ଲ୍ୟପ୍ ବିହାୟ ମାନେ ଛାଡ଼ି ଦେଇକି ଭାରତ ମାତୁହୁ ଭାରତ ମାତାର ସହସ୍ରଶଃ ପୁତ୍ରାନ୍ ଉଦ୍ଧର୍ତ୍ତୁମ ଗୃହାତ୍ ବହିଃ ନିର୍ଗତ୍ୟ ସମାଜଂ ଅସେବତ ଚ ତେଣୁ ନିଜ ପୁତ୍ରକୁ ମରଣାସନ୍ନ ଜାଣି ମଧ୍ୟ ଭାରତ ମାତାର ସହସ୍ର ପୁତ୍ରଙ୍କୁ ରକ୍ଷା କରିବା ପାଇଁ ସେ ଘରୁ ବାହାରି ଯାଇଥିଲେ ଏବଂ ସମାଜ ସେବା କରିଥିଲେ। ଦେଶ ସେବାତ୍ ପରସ୍ୟ ଗୋପବନ୍ଧୋଃ ପ୍ରସିଦ୍ଧଃ ପ୍ରେରଣାଦାୟକଂ ବଚନମ୍ ଅଧୁନାପି ଜନମାନସେଷୁ ହେଲା ରାଷ୍ଟ୍ରଭକ୍ତି ହିଁ ଜାଗରୟତି ତେଣୁ ଦେଶ ସେବା ପରେ ମଧ୍ୟ ଗୋପବନ୍ଧୁଙ୍କର ପ୍ରସିଦ୍ଧ ପ୍ରେରଣାଦାୟକ ଯେଉଁ ବଚନ ଥିଲା ଏବେ ମଧ୍ୟ ଜନମାନସକୁ ଲୋକମାନଙ୍କୁ ରାଷ୍ଟ୍ରପତି ଦ୍ୱାରା ଜାଗ୍ରତ କରାଉଛି। ହେଲା ଦେଖ ବନ୍ଦୀରେ ସେ କେମିତି ବନ୍ଦୀ ସମୟରେ ଥିଲେ ଜେଲରେ କିନ୍ତୁ ସେଠି ରହିକି ମଧ୍ୟ ସେ କବିତା ରଚନା କରିଥିଲେ। ସେଇ କବିତାଟି ଯେପରି ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଯାହା ଏବେ ମଧ୍ୟ ଲୋକମାନଙ୍କର ମାନସରେ କଣ ଶିହରଣ ସୃଷ୍ଟି କରେ। ସେଇ ଗୋଟିକ ଏଠି ସଂସ୍କୃତରେ ଲେଖା ହେଇଛି ତାର ଭାବାର୍ଥ ସ୍ୱଦେଶସ୍ୟ ଭୂମିଭାଗେ ମମ ଶରୀରମ୍ ବିଲୀନମ୍ ଭବତୁ ଦେଶବାସିନଃ ମମ ଅନୁସରଣମ୍ କୁର୍ବନ୍ତୁ ଦେଶସ୍ୟ ସ୍ୱାଧୀନତା ନିମିତ୍ତମ୍ ଯତ୍ର ଯତ୍ର ପ୍ରତିବନ୍ଧକାଃ ଗର୍ତ୍ତାଃ ସନ୍ତି ते सर्वे ଗର୍ତ୍ତାଃ ମମ ଅସ୍ତିନି ମାଂସୈଃ ଚ ପରିପୂର୍ଣ୍ଣାଃ ଭବତୁ। ହେଲା ତାର ଓଡ଼ିଆ ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼ ପୁରୁ ତହିଁ ମୋର ମାଂସ ହାଡ଼। ହେଲା ଏହି ସତ୍ୟବାଦୀ ବନବିଦ୍ୟାଳୟର ଦରିଦ୍ର ସେବା ସଂଘର୍ଷ ଏଇ ସତ୍ୟବାଦୀ ବନବିଦ୍ୟାଳୟର ଦରିଦ୍ର ସେବା ସଂଘର ସତ୍ୟବାଦୀ ମୁଦ୍ରଣାଳୟ ସତ୍ୟବାଦୀରେ ଥିବା ଯୋଉ ମୁଦ୍ରଣାଳୟ ସେଥିରେ ସମାଜ ଇତି ବାର୍ତ୍ତାପତ୍ରମ୍ ସହ ପ୍ରତିଷ୍ଠାତା ଆସିତି ସମାଜ ନାମକ ପତ୍ରିକାର ସେ ପ୍ରତିଷ୍ଠା କରିଥିଲେ। ସମାଜ ଇତି ଦିନ ପତ୍ରିକା ଶତାଧିକ ବର୍ଷେଭ୍ୟଃ ଅଧୁନାପି ପ୍ରତିଦିନମ୍ ପ୍ରକାଶ୍ୟତେ ଏଇ ଯୋଉ ସମାଜ ନାମକ ପତ୍ରିକାଟି ଏବେ ମଧ୍ୟ ହେଲା 100 ବର୍ଷ ବିତିଗଲେ ମଧ୍ୟ ଏବେ ମଧ୍ୟ ତାହା ପ୍ରକାଶିତ ହଉଛି ଏବଂ ଲୋକମାନଙ୍କର ଆଦୃତ ହେଇଛି। ସମାଜ ସେବା ପାଇଁ ଦେଶ ସେବା ପାଇଁ ଚ ତସ୍ୟ ଅସୀମ ତ୍ୟାଗମ୍ ମଭବତ୍ ହେଲା ତାହେଲେ ଦେଶ ସେବା ପାଇଁ ତାଙ୍କର ଅସୀମ ତ୍ୟାଗ ଥିଲା ତେଣୁ
ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଗୋପବନ୍ଧୁ ଉତ୍କଳମଣି ଇତି ଉପାଧିନା ସମ୍ମାନିତବାନ ହେଲା। ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଗୋପବନ୍ଧୁଙ୍କୁ ଉତ୍କଳର ମଣି ଭାବରେ ତାଙ୍କୁ ଉପାଧିରେ ସମ୍ମାନିତ କରିଥିଲେ। ହେଲା ପିଲାମାନେ, ତାହେଲେ ଆମେ ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ବିଷୟରେ କେତେ କଥା ପଢିଲେ। ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ତେଣୁ ତାଙ୍କ ପରି ତୁମେ ମଧ୍ୟ ହେବା ଉଚିତ ଏବଂ ଦେଶ ମାତୃକାର ସେବା କରିବା ଉଚିତ। ତାହେଲେ ଆଜି ପାଇଁ ପିଲାମାନେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ। ଏହାର ପରବର୍ତ୍ତୀ ପିରିୟଡରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର କରିବା।